नमस्कार। आसନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡିଓଟି। ଜୀବନରେ କାହାକୁ କେବେ କିଛି କହିବା ଆଗରୁ ଆଗେ ତା ବିଷୟରେ ଭଲ କରି ଜାଣନ୍ତୁ। ସମସ୍ତଙ୍କ ଜୀବନରେ ଏକ କାହାଣୀ ଥାଏ। ଆସନ୍ତୁ ଜାଣିବା ଗୋଟେ ସୁନ୍ଦର କାହାଣୀ। ଗୋଟେ ଥର ଟ୍ରେନରେ ଯାତ୍ରା କରିବା ସମୟରେ ଏପରି ଏକ ଘଟଣା ଘଟିଥିଲା। ସେଦିନ ଟ୍ରେନରେ ଆମେ ବସିବା ପରେ ଦେଖିଲୁ ଆଉ ଦୁଇ ଫ୍ୟାମିଲି ବସିଥିଲେ। ଟ୍ରେନର ଝରକାରୁ ବାହାରକୁ ଦେଖି ଜଣେ 20 ବର୍ଷୀୟ ପୁଅ ଚିତ୍କାର କଲା, ବାପା ଦେଖ, ଗଛ ଗୁଡ଼ିକ ପଛକୁ ଚାଲି ଯାଉଛି। ସେହି ପିଲାଟିର ବାପା ହସିଲେ ଏବଂ ପାଖରେ ବସିଥିବା ଏକ ଯୁବ ଦମ୍ପତି 20 ବର୍ଷୀୟ ପିଲାର ପିଲାଳିଆମୀ ଆଚରଣକୁ ଧ୍ୟାନରେ ଦେଖୁଥିଲେ। ହଠାତ୍ ସେ ପୁଣି କହିଲା, ବାପା ଦେଖ, ବାଦଲ ଗୁଡ଼ିକ ଆମ ସହିତ ଦୌଡୁଛନ୍ତି। ଏହାପରେ ଦୁଇ ଜଣ ଦମ୍ପତି ସେ ପିଲାର କଥାକୁ ପ୍ରତିରୋଧ କରିପାରିଲେ ନାହିଁ ଏବଂ ବୃଦ୍ଧ ବ୍ୟକ୍ତିଙ୍କୁ କହିଲେ, ତୁମେ କାହିଁକି ତୁମ ପୁଅକୁ ଏକ ଭଲ ଡାକ୍ତରଙ୍କ ପାଖକୁ ନେଇଯାଉନାହଁ? ବୃଦ୍ଧ ବ୍ୟକ୍ତି ଜଣକ ହସି କହିଲେ, ମୁଁ ଡାକ୍ତର ଦେଖାଇଥିଲି ଏବଂ ଆମେ ଏବେ ହସ୍ପିଟାଲରୁ ଆସୁଛୁ। ମୋ ପୁଅ ଜନ୍ମରୁ ଅନ୍ଧ ଥିଲା। ଆମେ ଏବେ ତା ଆଖି ଅପରେସନ କରି ଫେରୁଛୁ। ସେ ଆଜି ତା ଆଖି ପାଇଛି। ଏହା ଶୁଣି ଦମ୍ପତି ନିଜକୁ ବହୁତ ଛୋଟ ମନେ କଲେ। ଆମ ଚାରିପାଖରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ କାହାଣୀ ଅଛି। ପ୍ରକୃତରେ ଜାଣିବା ପୂର୍ବରୁ ଲୋକମାନଙ୍କୁ ବିଚାର କର ନାହିଁ। ସତ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଆଜି ପାଇଁ ଭିଡିଓଟି ଏତିକି। ପୁଣି ଦେଖା ହବ ଆଉ ଗୋଟେ ସୁନ୍ଦର ଭିଡିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।